ବାସନ୍ତୀ ଜୟଦୁର୍ଗା ନୋଡାଲ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଳିଅଠା ପଞ୍ଚାୟତ ବାସନ୍ତୀ ଜୟଦୁର୍ଗା ନୋଡାଲ ହାଇସ୍କୁଲର 2 ଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ କାମେଶ୍ୱର ନୋଡାଲ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବକିଶୋର ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ABO ସୋମନାଥ ରାମ ଯୋଗଦେଇ କ୍ରୀଡ଼ା ହେଉଛି ଶିକ୍ଷାର ଏକ ଅଂଶ। ଆଜିର କ୍ରୀଡ଼ାବିତମାନେ ରାଜ୍ୟ ତଥା ଦେଶର ସୁନାମ ଅର୍ଜନ କରିବା ସହ ଦେଶ ପାଇଁ ଗର୍ବ ଆଣି ଦେଇଛନ୍ତି କହିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ CRCC ଆଦିତ୍ୟ ବଲ୍ଲଭ ରାଉତ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅଶୋକ କୁମାର ଖୁଣ୍ଟିଆ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ଅଜୟ ସେନାପତି, ବସନ୍ତ କୁମାର ସିଂ, ଗୋପୀନାଥ କିର୍ସାନୀ, ମୃତ୍ୟୁଲିପ୍ସା ସାହୁ, ପଦ୍ମାବତୀ ପାତ୍ର, ଲକ୍ଷ୍ମୀ ନାୟକ, ଟ୍ୱିଙ୍କଲ ସେନ, ନରସିଂହ ସାହୁ, ମାନସ କୁମାର ମଲ୍ଲିକ, ଦେବେନ୍ଦ୍ର ବଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର 290ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ ଭାଗ ନେଇଥିଲେ। ବରିଷ୍ଠ ବିଭାଗରେ ଆର୍ୟାଂଶୁ ଦାସ ଓ ପ୍ରୀତିପ୍ରଜ୍ଞା ସାମଲ ଚାମ୍ପିୟନ ହୋଇଥିବା ବେଳେ କନିଷ୍ଠ ବିଭାଗରେ ଚିନ୍ମୟ କୁମାର ସେନାପତି ଓ ଶିବାନୀ ମଲ୍ଲିକ ଚାମ୍ପିୟନ ହୋଇଥିଲେ। କ୍ରୀଡ଼ା ଶିକ୍ଷୟିତ୍ରୀ କିରଣବାଳା ସ୍ୱାଇଁ ଖେଳ ପରିଚାଳନା କରିଥିଲେ। ମୁଁ ଆଦିତ୍ୟ ବଲ୍ଲଭ ରାଉତ, ବାସୁଦେବପୁର କେନ୍ଦ୍ର ସଂଯୋଜକ। ଆଜି ବାସନ୍ତୀ ଜୟଦୁର୍ଗା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା। ମୁଁ ଏ କ୍ରୀଡ଼ା ପ୍ରତିଯୋଗିତାରେ ଆସି ପିଲାମାନଙ୍କୁ ମୁଁ କରିକୁଲାର କୋ କରିକୁଲାର ବାବଦରେ ମୁଁ କହିଲି। କୋ କରିକୁଲାର ଡେଭଲପମେଣ୍ଟ ହେଲେ ଆମର ଶିକ୍ଷାର ମାନ ବୃଦ୍ଧି ହୁଏ ଏବଂ ସର୍ବାଙ୍ଗୀନ ଉନ୍ନତି ହୁଏ ବୋଲିକି ମୁଁ ଏହି ନିଦର୍ଶନ ଦେଇ ରହିଲି। ସାର୍ ଆପଣ ପରିଚୟ? ମୁଁ ମାହାଙ୍ଗା ବ୍ଲକର ABO ଶ୍ରୀ ସୋମନାଥ ରାମ। ଆଜି এই যে দুই দিনিয়া বিদ্যালୟରେ যে ଚାଲିଥିଲା ପ୍ରତିଯୋଗିତା, ଖେଳ ପ୍ରତିଯୋଗିତାରେ ଆଜି ହେଉଛି ଉଦ୍ଯାପନୀ ଦିବସ। ଏଥିରେ ମୁଁ ଯୋଗ ଦେଇ ପିଲାମାନଙ୍କୁ ତାଙ୍କର ଦକ୍ଷତା ଅନୁଯାୟୀ ସେମାନେ ଯେଉଁ ପ୍ରତିପାଦନ କରିଥିଲେ ତାଙ୍କୁ ପୁରସ୍କାର ବିତରଣ କରାଗଲା ଏବଂ ତାଙ୍କୁ ମୁଁ ଏତିକି କହୁଛି ସେମାନେ ତାଙ୍କର ଜୀବନରେ ଥିବା ଯେଉଁ ଲକ୍ଷ୍ୟ ଖାଲି ପାଠପଢ଼ା ନୁହେଁ, ତା ସହିତ କୋ କରିକୁଲାର ଆକ୍ଟିଭିଟିରେ ଯଦି ସେମାନେ ଉନ୍ନତି କରନ୍ତି ସେ ମଧ୍ୟ ତାଙ୍କ ଚରମ ଲକ୍ଷ୍ୟରେ ପହଞ୍ଚି ପାରିବେ। ମାହାଙ୍ଗାରୁ ରାମକୃଷ୍ଣ ସାହୁଙ୍କ ରିପୋର୍ଟ, BE ନ୍ୟୁଜ୍ ଓଡ଼ିଶା।